जय जगन्नाथ। जय प्रभु सोमनाथ। सांगमाने किए कुआडे सब गल चल ଯିବା ଆଜିର ବିଷୟ ବସ୍ତୁ ଦେଖ ଏଠି ସବୁ ଦେଇଛି କେତେ ଚିତ୍ର ଦେଇଛି ବୁଝିଲା କି କୁଆଡେ ଗଲା ସବୁ ରହିଥାଉ ଟିକେ ଅପେକ୍ଷା କର ଏଠି ସବୁ ଚିତ୍ର ସବୁ ଦେଇଦେଲା ହେଲା ପ୍ରଥମ ଚିତ୍ର ଏଠି ଦ୍ୱିତୀୟ ଚିତ୍ର ତୃତୀୟ ଚିତ୍ର ଚତୁର୍ଥ ଚିତ୍ର ପଞ୍ଚମ ଷଷ୍ଠ ଏସବୁ ଚିତ୍ର ଦେଇଦେଲା ଦେଇ ସାରିଲା ପରେ ସେ ସେଠି ତମକୁ ପଚାରିଲା ଯେ ତଳେ ଦିଆଯାଇଥିବା ପ୍ରତ୍ୟେକ କୋଣ ତ ମନପସନ୍ଦ ଚିତ୍ରଟି ଅଙ୍କନ କରିଦିଅ ଏହା କେଉଁ ପ୍ରକାର କୋଣ ଲେଖ ତୁମ ପାଇଁ ପ୍ରଥମେ କରି ଦେଖାଯାଇଛି ହେଲା କି ମାନେ ତଳେ ଦିଆଯାଇଥିବା ପ୍ରତ୍ୟେକ କୋଣ ତୁମ ମନପସନ୍ଦ ମାନେ ଚିତ୍ର ଅଙ୍କନ କରିବ ମାନେ ଏଇ କୋଣ ଅନୁଯାୟୀ ତମକୁ ଯେମିତି ଭଲ ଲାଗୁଛି ଗୋଟେ ଚିତ୍ର ଅଙ୍କନ କରିବ କରିଦେଇକି ଆଉ ଏହା କୋଉ ପ୍ରକାରର କୋଣ ତମେ ତମ ଖାତାଟିରେ ଲେଖିବ ହେଲା କି ଦେଖ ଯେମିତି ଗୋଟେ ଚିତ୍ର ହେଇଯାଇଛି ସମାନ ଗୋଟେ ଚିତ୍ର ଏଟା ଗଛ ଚିତ୍ର ହେଇଛି ତମେ ସେମିତି ତମ ଇଚ୍ଛା ଦ୍ୱିତୀୟ ଚିତ୍ର ଏମିତି ଦେଇଛି ତମେ ତମ ଇଚ୍ଛା କୋଉ ଚିତ୍ର କରିପାର ହେଲା ତମକୁ ଯେମିତି ଭଲ ଲାଗିବ ହେଲା କି କରିଦେଇକି କଣ କରିବ ଏଟା କୋଉ କୋଣରେ ଯିବ ଏକମ ଚିତ୍ର କହିଲ ଏଟା କୋଉ କୋଣରେ ଯିବ ସିଧା ଅଛି ମାନେ ଏଟା କଣ ଆସିଯିବ ସମକୋଣ କାହିଁକି ମୁଁ କହିଛି ସିଧା 11 ସିଧା ଏଟା ସିଧା 90 ଡିଗ୍ରୀ ସମକୋଣ ହେଲା ଏଠି 11 ଇଆଡେ ଆଇଲା ଏଠି 11 ଏଠିକି ଆଇଲା ବୁଝିଲା କି ଏଟା ଆସିବ କେତେ 90 ଡିଗ୍ରୀ ତମେ ପ୍ରୋଟ୍ରାକ୍ଟର ପକେଇକି ଦେଖିବ ଏମିତି ଗାର ଟାଣ ତମ ଖାତାରେ ହେଲା ସାଧା ଗାର ପକେଇ ଏମିତି ପୁରା ସିଧା ସ୍କେଲ ନେଇଯିବ ସ୍କେଲରେ ଏମିତି ଏଠୁ ଗୋଟେ ଗାର ଇଆଡେ ଟାଣିଦେବ ଏମିତି ସିଧା ପୁଣି ଏଠୁ ଗୋଟେ ଗାର ଇଆଡେ ଟାଣିଦେବ ହେଲା ଦେଖିବ ଏଟା 90 ଡିଗ୍ରୀ ପକେଇକି ଦେଖିବ ସ୍କେଲ ପକେଇଦେବ 90 ଡିଗ୍ରୀ ଆସିବ 90 ଡିଗ୍ରୀ ସମକୋଣ ହେଲା ତେଣୁ କଣ ଏକମ ଚିତ୍ର ହଟେ କଣ ହେଇ ଦେଖ ଏଟା ବି ଦେଇଛି ସମକୋଣ ଏକମ ଚିତ୍ର ସମକୋଣ ମାନେ 90 ଡିଗ୍ରୀ ବୁଝିଲା ତ ଦ୍ୱିତୀୟ ଚିତ୍ର ଏଟା କଣ ଆସିବ ସୂକ୍ଷ୍ମ କୋଣ ଦେଖ ସୂକ୍ଷ୍ମ କୋଣ ଏଟା କେତେ ଡିଗ୍ରୀ ଆସିବ ମାପିଦେବ ତମେ ଏମିତି ଏଟା ଅବଭିୟସଲି କେତେ 60 ଡିଗ୍ରୀ ଆସିଯିବ ହେଲା କି ବୁଝୁଛ ନା ନାଇଁ ଦେଖ ଆସିବ ନା ନାଇଁ ମୁଁ କହିଦଉଛି ନିଶ୍ଚୟ ଏଟା ଆସିବ ନିଃସନ୍ଦେହ ଏଟା ଏଇଠି ରହିବ ହେଲା କି ହେଲା 20 30 10 ଏମିତି ଦେବା 10 10 20 30 ହେଲା 40 ଡିଗ୍ରୀ 50 ଡିଗ୍ରୀ 60 ଡିଗ୍ରୀ କଣ ବୁଝୁଛ ନା ନାଇଁ ହେଲା ସବୁ ରହିଲା ତମେ ମାପିବ ଆଉ ଗଲା ସୂକ୍ଷ୍ମ କୋଣ ଏଟା ବି ସେଇ ସୂକ୍ଷ୍ମ କୋଣ ତୃତୀୟ ଚିତ୍ର ବି ସେଇ ସୂକ୍ଷ୍ମ କୋଣ ହେଲା ଗଲା ଏଟା ସୂକ୍ଷ୍ମ କୋଣ 90 ଡିଗ୍ରୀ ବେଲେ ଏଟା ହେଇଥିଲେ ଏମିତି ଯଦି 11ଟା ହେଇଥାନ୍ତା ଏଟା ସମକୋଣ ହେଇଥାନ୍ତା କିନ୍ତୁ ଏରା ଅଧା ହେଇଯାଇଛି ହେଲା ସୂକ୍ଷ୍ମ କୋଣ ହେଲା ଏଠି ଚତୁର୍ଥଟା କଣ ଦେଖ ସ୍ଥୂଳ କୋଣ କାହିଁ ସ୍ଥୂଳ କୋଣ ହେଲା ଏଟା ସିଧା ନାହିଁ ଭାବିବ ଏଟା ସିଧା ଅଛି ସମକୋଣ ହେଇଯିବ 90 ଡିଗ୍ରୀ କିନ୍ତୁ ନା ଏଟା 90 ଡିଗ୍ରୀ ହବନି କାହିଁକି 90 ଡିଗ୍ରୀ ହେଇଥିଲେ 11ଟା ଏମିତି ଆସିଥାନ୍ତା ଏଇଠୁ ଟିକେ ଏମିତି ମାନେ ଏଇ ଯୋଉଟା ଏମିତି ମାନେ ଏଇ ଲେବୁଲକୁ ହେଇଥାନ୍ତା ଏଟା ତ ପୁରା ବଙ୍କା ହେଇଗଲା ସ୍କେଲ ଯେତେବେଳେ ପକେଇବ 90 ଡିଗ୍ରୀ ଏମିତି ହେଇଥାନ୍ତା ହେଲା ମାନେ ଏଇ ଯୋଉ ଗାରଟା ନା ଜଷ୍ଟ ଟିକେ ବାଁ ପଟକୁ ହେଇଥାନ୍ତା ହେଇଥିଲେ ଏଟା ସମକୋଣ ହେଇଥାନ୍ତା 90 ଡିଗ୍ରୀ ଅଧିକା ହେଇଗଲା ମାନେ କଣ ଟିକେ ଦେଖ ତେର୍ଛା ହେଇଯାଇଛି ହେଲା ମାନେ ଏପଟକୁ ଅଧିକା ଆସିଛି ତେଣୁକରି ଏଟା ସ୍ଥୂଳ କୋଣ ହେଇଯିବ ସ୍ଥୂଳ କୋଣ ମାନେ କଣ 90ରୁ ଅଧିକା 180 ରୁ କମ ବୁଝିଲା ତ ଆଉ ତମେ ଆଗ ଭାବିକି ସମକୋଣ କହିଦବନି ହେଲା ତମେ ନିଜେ ପକେଇକି ମାପିକି ଦେଖିବ ଏଟା ଆସିଯିବ କଣ ସ୍ଥୂଳ କୋଣରେ ଏଟା ଆସିଯିବ କଣ ସୂକ୍ଷ୍ମ କୋଣ କାହିଁକି 90ରୁ କମ ହେଲା ବୁଝିଲା ତ ଗଲା ଏଟା ସେଇ ସୂକ୍ଷ୍ମ କୋଣ ଆସିବ 90ରୁ କମ ହେଲା ଯଦି ସମକୋଣ ହେଇଥାନ୍ତା ଏମିତି ସିଧା ହେଇଥାନ୍ତା ହେଲା ଏମିତି ସିଧା ହେଇଥାନ୍ତା ବୁଝିଲା କି ଗଲା ଏସବୁ ଚିତ୍ର ହେଇ ଦେଖ ଏଟା କଣ ଏଇ ଯୋଉ ପ୍ରତ୍ୟେକ ତିନୋଟି କୋଣ କେଉଁ ପ୍ରକାର ଦେଖ ପିଲାମାନେ ବସିଛନ୍ତି ଏସବୁ କୋଉ କୋଣ ଅଙ୍କନ କରୁଛନ୍ତି ଏକମ କୋଣ ମାନେ ଏକମ ଚିତ୍ର ସମକୋଣ ପୁରା ସିଧା ଷ୍ଟ୍ରେଟ ତମେ ଯେମିତି ବସି ପଡିବ ଘରେ ବା ବାହାରେ ବାଇରେ ହଉ କି ପଦାରେ ହଉ ଟାଙ୍ଗିରେ ହଉ କି ଯୋଉଠି ବସି ପଡିବ ବା ଖୋଲା ପଡିଆରେ ହଉ ଯୋଉଠି ବା ଛାତ ଉପରେ ହଉ କି ଯିବା ଯୋଉଠି ବସିକି ତମେ ନିଜକୁ ନିଜ କୋଣ ଅଙ୍କନ କରିବ ତମ ବଡିକୁ ନେଇକି ମାନେ ଶରୀରଟାକୁ ନେଇକି କୋଣ କେମିତି ଅଙ୍କନ କରିବ ସିଧା ହେଇଥିବ ଗୋଡ ଲମ୍ବେଇ ଦେଲ ପୁରା ଷ୍ଟ୍ରେଟ ବସିଲ ହାତକୁ ପୁରା ସିଧା କରି ମୁଣ୍ଡ ଉପରକୁ ଟେକିଦବ ହାତକୁ ଦି ହାତକୁ ଯୋଡିକି ଟେକିଦବ ଏଟା କଣ ହେଇଯିବ ହେଲା ଦେଖି ଏଟା ହେଇଯିବ 90 ଡିଗ୍ରୀ ଆସିଯିବ ମାନେ ସମକୋଣ ହେଲା ବୁଝିଲା କି ତମେ ବସିବ ନିଜେ ଘରେ ଚେଷ୍ଟା କରିକି ଦେଖିବ ତମେ ଘରେ ଚେଷ୍ଟା କର ବସିବ ସିଧା ଗୋଡ ପୁରା ଷ୍ଟ୍ରେଟ ସିଧା କରିଦବ ପାଦ ଏଇ ଯୋଉ ଆଙ୍ଗୁଠି ସବୁ ପୁରା ଷ୍ଟ୍ରେଟ କରିବ
ହେଲା ପୁରା ଅଣ୍ଟା ସିଧା ପୁରା ଏମିତି ସିଧା ହେଇକି ଦି ହାତକୁ ଇଏ କରିବ। ଏଟା ଆସିବ କ'ଣ ହେଇକି ତମ ପାଖରେ ଯିଏ ଥିବେ ପିଲାମାନେ ସାଙ୍ଗସାଥି ହୁଅନ୍ତୁ ବା ଯିଏ ବି ଥିବେ ତାଙ୍କୁ କହିବ ଦେଖ ଏଟା ମୁଁ କୋଉ କୋଣ ଅଙ୍କନ କଲି କହିଲୁ କହିଲ ନା ଏଟା ସିଏ ସେଠୁ କହିବେ ଯଦି ଜାଣିଥିବେ ସେ କହିବେ ଆରେ ଏଟା ପରା ସମକୋଣ 90 ଡିଗ୍ରୀ ପୁରା ଷ୍ଟ୍ରେଟ୍ ମାନେ ଅଛୁ ତେଣୁ 90 ଡିଗ୍ରୀ ଆସିଯିବ। ପୁଣି କ'ଣ କରିବ ପୁଣି ଏମିତି କ'ଣ ଗୋଡ଼ଟା ପୁରା ଗୋଡ଼ ଲମ୍ବେ ମାନେ ସିଧା କରିଦବ ସିଧା କରିକି ବସିବ ବସିକି କ'ଣ କରିବ ଏଇ ତମ ଦି ହାତକୁ ଏଇ ପାଦକୁ ଛୁଇଁବ ହେଲା ଛୁଇଁ ସାରିକି ସେଠୁ କହିବ ପାଖରେ ଯିଏ ଥିବେ ତମର ସାଙ୍ଗ ସାଥୀ ହୁଅନ୍ତୁ ବା ଯିଏ ଯିବେ ତାଙ୍କୁ କହିବାରେ କହିଲୁ ଏଟା ମୁଁ କୋଉ କୋଣ କେତେ ଡିଗ୍ରୀ କୋଣ ଅଙ୍କନ କଲି ସିଏ ସେଠୁ କହିବେ ଏଟା କୋଉ ଡିଗ୍ରୀ କୋଣ ଅଙ୍କନ କଲୁ ତୁ କହିବୁ ଏମିତି ବସିଛୁ ଆଉ କୋଉ ଡିଗ୍ରୀ କୋଣ ଅଙ୍କନ କଲୁ ନାଇଁ ଇଏ ଜାଣିଥିବେ ସେ କହିବେ ଏଟା ହଉଛି କ'ଣ ସୂକ୍ଷ୍ମ କୋଣ କାହିଁକି ଏଟା 90 ଡିଗ୍ରୀରୁ କମ୍ ଏଠି ହଉଥିଲା କେତେ 90 ଡିଗ୍ରୀ ସିଧା ବସିଥିଲି ଏଠି ଯେହେତୁ ନଇଁ ପଡ଼ିଲି ବଙ୍କା ଆସିଲା ମାନେ କ'ଣ ଯଦି ଏମିତି ସିଧା ଥାଆନ୍ତି ତାହେଲେ ଏଇଟା ନା କ'ଣ 90 ଡିଗ୍ରୀ ଯେହେତୁ ମୁଁ କମିଗଲି ହେଲା ତେଣୁ ଏଟା ଆସିଯିବ କେତେ 90ରୁ କମ୍ ହେଇଗଲା ଏଠି ଥିଲା କେତେ 90 ଡିଗ୍ରୀ ହେଲା 90 ଡିଗ୍ରୀରୁ କମ୍ ହେଇଗଲା ହେଲା କମିଗଲା ମାନେ କ'ଣ ଏଟା ଆସିଯିବ ସୂକ୍ଷ୍ମ କୋଣ ସେଠୁ ଏଠି ସେମିତି କ'ଣ କରିବ ତୃତୀୟ ଚିତ୍ର ସେମିତି ଆଉ ଟିକେ ଏଟା ପୁରା ନଇଁ ପଡ଼ୁଥିଲା ଏଠି ଦେଖ ଏଠି ପିଲାଟି କ'ଣ କଲା ଏଠି ସିଧା ମାନେ ଗୋଡ଼ ଲମ୍ବେଇକି ବସିଛନ୍ତି ହେଲା କି ଗୋଡ଼ ଲମ୍ବେଇକି ବସିଛନ୍ତି ଗୋଡ଼ଟା ପୁରା ସିଧା ଅଛି କିନ୍ତୁ ଏଇ ଯୋଉ ନଇଁଥିଲେ ହାତଟା ଗୋଡ଼କୁ ଧରିଥିଲେ ପାଦକୁ କିନ୍ତୁ ହାତ ଆଗ ମାନେ ପାଦକୁ ନ ଧରିକି ଅଳ୍ପ ଟିକେ ଉପରକୁ ଉଠିଗଲେ ଉଠିଲା କ'ଣ ମାନେ ଏଯାଏଁ କାଇଲେ ହେରି କିନ୍ତୁ ତଥାପି ସେ 90 ଡିଗ୍ରୀ ତଳେ ରହିଲା ତେଣୁ ଇଏ ବି ସେଇ ସୂକ୍ଷ୍ମ କୋଣରେ ଯିବ ହେଲା ଏଠି ଦେଖ ଏଠି ଇଣ୍ଡିଆ ଏଠି ଏଟା ତ ଭାରି କଷ୍ଟ ହବ ତମେ କି କିଏ କଲା ସବୁ ଟିକେ କଷ୍ଟ ହବ କ'ଣ ଏମିତି ମାନେ ମୁହଁ ମାଡ଼ିକି ପେଟ ମାଡ଼ିକି ବସି ପଡ଼ିକି ମୁଣ୍ଡକୁ ପୁରା ଉପରକୁ ଟେକିକି ହେଲା ଦି ହାତକୁ କ'ଣ କରିବ ଦି ପାଦକୁ ଧରିବ ହେଲା ଧରିକି ଯୋଉ କୋଣଟା ଅଙ୍କନ କରିବ ଏଟା ଟିକେ କଷ୍ଟ ମାନେ ଏଟା ଟିକେ କଷ୍ଟ କଲା ସବୁ କଷ୍ଟ ପୁରା କଷ୍ଟ ଏଟା ହେଇଯିବ ହେଲା କି ତେଣୁ ଏଟା ହେଇଯିବ କ'ଣ ଚତୁର୍ଥ ଚିତ୍ର ଏଟା ସ୍ଥୂଳ କୋଣରେ ଆସିଯିବ ହେଲା କ'ଣ ଆସିଯିବ ଏଟା ସ୍ଥୂଳ କୋଣ ମାନେ କ'ଣ 90 ଡିଗ୍ରୀରୁ ଅଧିକା ବୁଝିଲା କି ଗଲା ସେମିତି ଏଟା ବି ପଞ୍ଚମ ଚିତ୍ର କୁଆଡ଼େ ଗଲା ପଞ୍ଚମ ଚିତ୍ର ମଧ୍ୟ ସ୍ଥୂଳ କୋଣ ଷଷ୍ଠ ଚିତ୍ର ମଧ୍ୟ ସ୍ଥୂଳ କୋଣ ଷଷ୍ଠ ଚିତ୍ର କାହିଁ ସେ କୁଆଡ଼େ ସବୁ ସେ ଚିତ୍ର କୁଆଡ଼େ ଅଛି ହେଲା ପଞ୍ଚମ ଚିତ୍ର ଷଷ୍ଠ ଚିତ୍ର ନାହିଁ ଏଥିରେ କାହିଁ ନାହିଁ ସେ ଦେଇଛି ଆଉ ଛାଡ଼ ତଥାପି ଆମର 4ଟା ଜିନିଷ ଦେଖ ହେଲା କି এই ଜିନିଷଟା ଦେଖ 90 ଡିଗ୍ରୀ ସମକୋଣ ଏଟା ସେଇ ସୂକ୍ଷ୍ମ କୋଣ ଦ୍ୱିତୀୟ ଚିତ୍ର ତୃତୀୟ ଚିତ୍ର ସେଇ ଆସିଯିବ କ'ଣ ସୂକ୍ଷ୍ମ କୋଣ ଦ୍ୱିତୀୟ ଚିତ୍ର ସୂକ୍ଷ୍ମ କୋଣ ତୃତୀୟ ଚିତ୍ର ସୂକ୍ଷ୍ମ କୋଣ ଚତୁର୍ଥଟା ସ୍ଥୂଳ କୋଣ ହେଲା ଏମିତି ତମେ କରିବ ଆଉ ବୁଝିଲା କି ହଉ ଏତିକି ଥାଉ ପୁଣି ଆସିବା ଆଉଟା ବିଷୟକୁ ବସ୍ତୁକୁ ନେଇକି ରହୁଛି ସମସ୍ତେ ଭଲରେ ଥିବେ ପ୍ରଭୁ ସମସ୍ତଙ୍କର ମଙ୍ଗଳ କରିବେ ରହୁଛି ଜୟ ଜଗନ୍ନାଥ जय प्रभु सोमनाथ जय हिंद जय भारत।